ଏକ ମାସ ଖାଲି ପେଟରେ ମେଥି ଖାଇବା ଦ୍ୱାରା ମୂଳରୁ ଶେଷ ହୋଇଯାଏ ଏହି ତିନୋଟି ଭୟଙ୍କର ରୋଗ। ଯେତେବେଳେ ଆମ ଜୀବନରେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କୌଣସି କଥା ସାମ୍ନାକୁ ଆସିଥାଏ ସେତେବେଳେ ଆମେ ଆମର ପୁରାତନ ବିଷୟରେ ଜାଣିବା। ଲୋକମାନଙ୍କ ମତରେ ପୁରୁଣା କାଳର ସମସ୍ତ ଖାଦ୍ୟପେୟ ଓ ଜୀବନଶୈଳୀ ଦ୍ୱାରା ମଣିଷ ଅଧିକ ବର୍ଷ ପର୍ଯ୍ୟନ୍ତ ସୁସ୍ଥ ଜୀବନ ଅତିବାହିତ କରୁଥିଲା। ହେଲେ ବର୍ତ୍ତମାନର ଭେଜାଲ ଖାଦ୍ୟ ଏବଂ ନୂତନ ଜୀବନଶୈଳୀ ଦ୍ୱାରା ମଣିଷର ସ୍ୱାସ୍ଥ୍ୟ ବହୁତ ଶୀଘ୍ର ଖରାପ ହୋଇଯାଉଛି। ଆମେ ଆପଣଙ୍କୁ ମେଥିର ଏକ ଏପରି ବ୍ୟବହାର ବିଷୟରେ କହିବୁ ଯାହାଦ୍ୱାରା ଆପଣଙ୍କୁ ବହୁତ ଲାଭ ମିଳିବ। ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ। ପ୍ରାୟ ସମସ୍ତଙ୍କ ଘରେ ମେଥି ଥାଏ। ମେଥିର ବ୍ୟବହାର ଆପଣମାନେ ଖାଦ୍ୟ ପ୍ରସ୍ତୁତିରେ କରୁଥିବେ। ହେଲେ ବନ୍ଧୁଗଣ ମେଥିର ସେବନ ଦ୍ୱାରା ବିଭିନ୍ନ ବଡ଼ ବଡ଼ ରୋଗ ଦୂର ହୋଇଥାଏ। ମେଥିର ସଠିକ୍ ସେବନ ଦ୍ୱାରା ଆପଣ ହୃଦରୋଗ, ଡାଇବେଟିସ୍ ଆଦି ରୋଗରୁ ମୁକ୍ତ ହୋଇପାରିବେ। ନିୟମିତ ଭାବରେ ମେଥିର ସେବନ କରିଲେ ଆପଣ ଅଧିକ ବର୍ଷ ପର୍ଯ୍ୟନ୍ତ ଏକ ସୁସ୍ଥ ଓ ନିରୋଗ ଜୀବନ ବଞ୍ଚିପାରିବେ। ପୁରୁଣା କାଳରେ ଲୋକମାନେ ମେଥିର ବ୍ୟବହାର ଏହିପରି କରୁଥିଲେ ଯାହାଫଳରେ ସେମାନେ ସୁସ୍ଥ ରହୁଥିଲେ। ଅଧିକାଂଶ ଲୋକଙ୍କର ଗ୍ୟାସ୍ ବା ପେଟଜନିତ ସମସ୍ୟା ରହିଥାଏ। ମେଥିର ସେବନରେ ଆପଣ ଏହି ସମସ୍ୟାକୁ ଦୂର କରିପାରିବେ। ପେଟଜନିତ ସମସ୍ୟା ଦ୍ୱାରା ଦୁର୍ବଳତା, ଆଣ୍ଠୁଗଣ୍ଠି ବ୍ୟଥା ଏବଂ ଛାତିରେ କଷ୍ଟ ହୋଇଥାଏ। ଏହି ସବୁ ସମସ୍ୟା ଭବିଷ୍ୟତରେ ବହୁତ ମାରାତ୍ମକ ହୋଇଥାଏ। ଏହି ସମସ୍ୟାକୁ ଦୂର କରିବା ପାଇଁ ଆପଣ ପ୍ରତିଦିନ ରାତିରେ 1 ଗ୍ଲାସ ପାଣିରେ 1 ଚାମଚ ମେଥି ଭିଜାଇ ରଖନ୍ତୁ। ସକାଳେ ଉଠିବା ପରେ ଖାଲି ପେଟରେ ମେଥିକୁ ଚୋବାଇ ଚୋବାଇ ଖାଇଦିଅନ୍ତୁ ଓ ମେଥି ପାଣିକୁ ପିଇପାରିବେ। ବର୍ତ୍ତମାନ ସମୟରେ ଅଧିକାଂଶ ଲୋକମାନଙ୍କୁ ଏହି ରୋଗ ହେଉଛି। ଏହାର ମୁଖ୍ୟ କାରଣ ହେଉଛି ଜୀବନଶୈଳୀ ଓ ଖାଦ୍ୟପେୟ। ବର୍ତ୍ତମାନ ସମୟରେ ସବୁ ଲୋକ ଟଙ୍କା କମାଇବାରେ ବ୍ୟସ୍ତ ରହିଲେ ଯାହାଫଳରେ ସେମାନେ ନିଜ ଶରୀରରେ ଧ୍ୟାନ ରଖିପାରୁନାହାନ୍ତି। ଏହି ସମସ୍ୟାକୁ ଦୂର କରିବା ପାଇଁ ପ୍ରତିଦିନ ରାତିରେ ଗୋଟିଏ ଗ୍ଲାସରେ 1 ଚାମଚ ମେଥି ଭିଜାଇ ରଖନ୍ତୁ। ସକାଳେ ମେଥିକୁ ଖାଇବା ସହ ମେଥି ପାଣିକୁ ମଧ୍ୟ ପିଇ ଦିଅନ୍ତୁ। ଯଦି ଆପଣ ଏହାକୁ ପ୍ରତିଦିନ ସେବନ କରିବେ ତାହେଲେ ଆପଣଙ୍କ ଶରୀର ସୁସ୍ଥ ଏବଂ ରୋଗମୁକ୍ତ ରହିବ। ଏମିତି ନୂଆ ନୂଆ କଥା ଜାଣିବା ପାଇଁ ମୋ ଚ୍ୟାନେଲକୁ ଲାଇକ୍, ସେୟାର, ସବସ୍କ୍ରାଇବ କରନ୍ତୁ। ରହୁଛି ନମସ୍କାର।